W2 ବି ଏମାନେ କହୁଛି ଏଟା ମାନେ ଖାଲି it is these are only variants under monitoring. It's not a variant of concern. It's not a variant of suspicion also. ଏବେ ଯୋଉ strain ଗୁଡା ଆସିଛି ଯୋଉଟା ମୁଁ କହିଲି NB1.8 or LF7 there are very less virulent already ମାନେ ସେଇଟା ସେତେ symptoms କରିବନି ଯଦି ଆପଣଙ୍କୁ କେବେ ବି symptomatic ଲାଗୁଛି ଆପଣ ଆପଣଙ୍କ ପ୍ରାକ୍ଟିସନର ଫିଜିସିଆନ କୁ ଯାଇକି କନସର୍ନ କରନ୍ତୁ ନିଜ ଆଡୁ ସେଲ୍ଫ ମେଡିକେଟ କରନ୍ତୁନି ଆଉ ଧର ବି ଯଦି ଆପଣଙ୍କର ଲାଗିଲା ଆଇ ଥିଙ୍କ ହୋମ ଆଇସୋଲେସନ 7 days ତାଠୁ ଅଧିକା ଆଉ କିଛି ବି ଆମକୁ ଏଇ ମୁହୂର୍ତ୍ତରେ ଦରକାର ନାହିଁ ଆକ୍ଚୁଆଲି ଆମ ପପୁଲେସନ ହିସାବରେ ଯେତିକି ଆମ କଣ୍ଟ୍ରିର ପପୁଲେସନ ଅଛି ସେତିକି ଯାଏ ଏବେ ଯାଏ ଯେତିକି କେସ୍ ଲୋଡ ଅଛି ଇଟ୍ସ 1009 ଯୋଉଟା ଏବେ ମୁଁ ଲାଷ୍ଟ ଦେଖିଲି ଇଟ୍ସ 1009 ଯୋଉଥିର ମ୍ୟାକ୍ସିମମ୍ କେସେସ୍ ଅଛି କେରଲା କର୍ଣ୍ଣାଟକ ମହାରାଷ୍ଟ୍ର ଆଣ୍ଡ ତାମିଲନାଡୁ and ତା ଭିତରୁ ଓଡିଶାରେ there is only one case that has been detected ଯୋଉଟା ବି ସେଇଟା ବି because there is history of travel ଯାହାଙ୍କର ତାଙ୍କର ଥିଲା ଆଉ ଏଗୁଡା ଯାହା ସବୁ ଭେରିଏଣ୍ଟ ଅଛି ଏଇଟା ଗୋଟେ NB1.8 ଆଉ ଗୋଟେ LF7 ଭେରିଏଣ୍ଟ these are all Omicron ର ଭେରିଏଣ୍ଟସ୍ ଯେମିତି ଆମକୁ ନର୍ମାଲ ଫ୍ଲୁ ହଉଛି ଏଭ୍ରି ଇୟର ଟିକେ ବର୍ଷା ହେଲେ କି ଶୀତ ଦିନ ହେଲେ ଯେମିତି ଗୋଟେ ନୂଆ ଭାଇରସ ପୁଣି ଆସୁଛି ପୁଣି ଫ୍ଲୁର ଏଇଟା ସେମିତି ହିଁ କୋଭିଡ ର ସେଇ ଷ୍ଟ୍ରେନ୍ ଯୋଉଗୁଡା ଓମିକ୍ରନ ରୁ ସେଇ ଯୋଉଠୁ ଡେରାଇଭ ହେଇଛି ତ ଭେରି ଲୋ ଗ୍ରେଡ୍ ମାନେ WHO ବି ଏମାନଙ୍କୁ କହୁଛି ଏଇଟା ମାନେ ଖାଲି ଇଟ୍ ଇଜ these are only variants under monitoring. It's not a variant of concern. It's not a variant of suspicion also. ମାନେ ଖାଲି ଏଇଟାରେ ମନିଟରିଂ ଦରକାର ଏଥିରେ ଖାଲି ଯେତିକି ଅଛି ଯଦି ଯେତିକି ପର୍ଯ୍ୟନ୍ତ ଆଉ ଯୋଉ ବି ପେସେଣ୍ଟ ମାନଙ୍କୁ ହେଇଛି ଯୋଉ ଗୋଟେ ଦିଟା ଡେଥ୍ ବି ଆମର ରିପୋର୍ଟ ହେଇଛି ଇଣ୍ଡିଆରେ ଇଟ୍ ଇଜ ବିକଜ କି ସେମାନଙ୍କୁ ଆଗରୁ ହିଁ ବହୁତ ସିଭିୟର ମେଡିକାଲ କଣ୍ଡିସନ ଥିଲା ଯେମିତି ଜଣଙ୍କର ବୋନ ମ୍ୟାରୋର ପ୍ରୋବ୍ଲେମ ଥିଲା ତାଙ୍କର ଥିଲା ଗୋଟେ 21 ବର୍ଷ ପିଲା ଯାହାର ଡେଥ୍ ହେଲା ତାକୁ ଡାଇବେଟିକ କିଟୋଏସିଡୋସିସ୍ which is itself a very dangerous form of diabetes ସେଇଟା ସେଇଥିରେ ପେସେଣ୍ଟ ଏମିତି ହିଁ ବହୁତ ସିରିୟସ ହେଇଯାନ୍ତି ତ ଇଟ୍ସ ଅ ଇନସିଡେଣ୍ଟାଲ ଫାଇଣ୍ଡିଂ କି ତାଙ୍କର COVID-19 ବି ବାହାରିଲା କଜ ଅଫ ଡେଥ୍ ୱାଜ ନେଭର COVID-19 ତ ଏଇ ଜିନିଷ ପାଇଁ ଯେମିତି ଆମେ ନର୍ମାଲ ଫ୍ଲୁ ପାଇଁ ଯାହା ଯାହା ସିମ୍ପଟମ୍ସ ମାନେ ଥଣ୍ଡା ହବା ଜ୍ୱର ହବା ଛିଙ୍କ ହବା ଟିକେ କାଶ ହବା ଖାଲି ଏଇଥିରେ ଗୋଟେ ଜିନିଷ ଥାଏ କି ଯେବେ ବେଳେ ବେଳେ ଟିକେ ସେଇଟା ସିଭିୟର ହେଇଯାଏ ସେଥିରେ ଟିକେ ଅକ୍ସିଜେନ ସାଚୁରେସନ କମିବ କି ଧଇଁ ସଇଁ ଲାଗିବ ସେଇଥିରେ ବି ଆମ ଘରେ ହିଁ ଯେତେ ମନିଟର କରିପାରିବ ଯଦି ଆପଣଙ୍କୁ କେବେ ବି ସିମ୍ପଟୋମାଟିକ ଲାଗୁଛି ଆପଣ ଆପଣଙ୍କ ପ୍ରାକ୍ଟିସନର ଫିଜିସିଆନକୁ ଯାଇକି କନସର୍ନ କରନ୍ତୁ ନିଜ ଆଡୁ ସେଲ୍ଫ ମେଡିକେଟ କରନ୍ତୁନି ଆଉ ଧର ବି ଯଦି ଆପଣଙ୍କର ଲାଗିଲା ଆଇ ଥିଙ୍କ ହୋମ ଆଇସୋଲେସନ 7 days ତାଠୁ ଅଧିକା ଆଉ କିଛି ବି ଆମକୁ ଏଇ ମୁହୂର୍ତ୍ତରେ ଦରକାର ନାହିଁ କାହିଁକିନା ସେମିତି ସିଭିୟରିଟି ଯେମିତି ଆଗରୁ ଯୋଉ ପ୍ୟାଣ୍ଡେମିକ ବେଳକୁ ଥିଲା ଓମିକ୍ରନ ପୂର୍ବରୁ ଯେମିତି ଥିଲା ସେତେ ଆଉ ସିଭିୟରିଟିରେ ନାହିଁ ଇନଫ୍ୟାକ୍ଟ ୱାର୍ଲଡ ଓଭରରେ ବି ତାଙ୍କର ଏବେ ସେମାନେ ଭ୍ୟାକ୍ସିନ ପାଇଁ ବି ୟୁଏସ ରେ ମଝିରେ ଚାଲିଲା କି ଆମେ ଆଉ ଥରେ ଭ୍ୟାକ୍ସିନ କରିବା କି ଇୟରଲି ଭ୍ୟାକ୍ସିନ ବଟ୍ ସେଇଟା ବି ସେମାନେ କହୁଛନ୍ତି ବିକଜ ଇଟ୍ ଇଜ ଜଷ୍ଟ ଲାଇକ୍ କମନ କୋଲ୍ଡ I think ମାନେ they are saying the vaccine can wait and maybe with time ସେମାନେ ମେ ବି ଡେଲିଭର କରନ୍ତି ବଟ୍ ଏବେ ଆମକୁ ସେମିତି ମାନେ ଏକଦମ ଡରିବାର କିଛି ନାହିଁ ଯେତେ ଆମେ କସନ ନେଇପାରିବା ସ୍ପେସିଫିକଲି ପ୍ରେଗନେଣ୍ଟ ଫିମେଲ୍ସ ୟଙ୍ଗ ପିଲାମାନେ ଛୋଟ ପିଲାମାନେ ଆଉ ଏଲ୍ଡରଲି ପିଲାମାନେ କି ଯାହାଙ୍କର କୋମର୍ବିଡ ଯେମିତି ଡାଇବେଟିସ୍ ହାଇପରଟେନସନ ଥାଇରଏଡ କି କିଛି ଅଲଗା ଏକ୍ଜିଷ୍ଟିଂ ମେଡିକାଲ କଣ୍ଡିସନ ଅଛି ସେମାନେ ଖାଲି କ୍ରାଉଡେଡ ପ୍ଲେସେସ କୁ ଗଲେ ମାସ୍କ that is all the precaution that we have to take ଏବେ ପାଇଁ otherwise ଆଉ କିଛି ନାହିଁ ଏଇଟା ଯୋଉ ଅଛି ୟାର ଭିରୁଲେନ୍ସ ବହୁତ କମ ଏମାନେ କହୁଛନ୍ତି କି ସେଇ ଭାଇରସ ଯୋଉ ଇନଫେକ୍ସନ ବି କରୁଛି ସେଟା ବେଶୀ ମେଜର ସିମ୍ପଟମ କିଛି କରୁନି ମାନେ ସେ ଅଳ୍ପ ସିମ୍ପଟମ ମେ ବି ଆମେ ଯଦି ଏବେ ଫ୍ଲୁ ନର୍ମାଲ ବି ଫ୍ଲୁ ଯଦି ଆମେ ଟେଷ୍ଟ କରିବା ମେ ବି ଅଧା ଲୋକଙ୍କୁ କୋଭିଡ ହିଁ ବାହାରିପାରେ ବଟ୍ ଯେହେତୁ ଏଇଟା ସେଲ୍ଫ ରିଜଲ୍ଭ ହେଇଯାଉଛି ତ ଆମକୁ ଆଉ କିଛି ତା ପାଇଁ ଦରକାର ନାହିଁ ନିଜର ଖାଲି ଯେତେ ଆମେ କେୟାର ନେଇପାରିବା ଜ୍ୱର କି ସିମ୍ପଟମ୍ସ କିଛି ହେଲେ ଡକ୍ଟରଙ୍କୁ ଦେଖିକି ମେଡିକେସନ ନବା କଥା ଆଉ ମ୍ୟାକ୍ସିମମ୍ ଟୁ ମ୍ୟାକ୍ସିମମ୍ 1 week ପାଇଁ ହୋମ ଆଇସୋଲେସନରେ ରହିବ ତାକି ୟୁ ଆର୍ ନଟ୍ ସ୍ପ୍ରେଡିଂ ଦ ଇଲନେସ୍ ଆଉ ଯେତିକି ରହିଲା ଆଉ ସେଇଟା ଆପେ ଆପେ ତାଠୁ ଅଧିକ ଆଉ କିଛି ସିମ୍ପଟମ୍ସ ବି ହଉନି କାହିଁକିନା ଏବେ ବି ଯେତିକି କେସ୍ ଲୋଡ ହଉଛି 1009 ଭିତରୁ ଅଲରେଡି 763 or something have already been discharged from the hospital and they have only been monitored କିଛି ତାଙ୍କର ସେମିତି ଟ୍ରିଟମେଣ୍ଟ କି କୋଭିଡ ସ୍ପେସିଫିକ କିଛି ଟ୍ରିଟମେଣ୍ଟ ହେଇଛି ତ ଆଇ ଥିଙ୍କ ଏଇଟା ପାଇଁ ଆମେ ଯେତେ ବେଶ କସିୟସ୍ ରହିପାରିବା ଯେତେ ଖାଲି ପ୍ରିକସନ୍ସ ନେଇପାରିବା ମାସ୍କ ହ୍ୟାଣ୍ଡ ହାଇଜିନ୍ ଦିଜ୍ ଆର୍ ଅଲ୍ ଦ ସ୍ମଲ୍ ପ୍ରିକସନ୍ସ ଅଦରୱାଇଜ ନଥିଙ୍ଗ ମଚ୍ ଟୁ ୱରି ଏଇ ଭେରିଏଣ୍ଟ ପାଇଁ ୟାର ରିଜନ ଦେଖନ୍ତୁ ଆମର ଯେମିତି ବଡିରେ ଇମ୍ୟୁନିଟି ଥାଏ ତ ଇମ୍ୟୁନିଟିର ବି ଗୋଟେ ମେମୋରି ଥାଏ
गोटे टाइम पर से मेमोरीटा धीरे धीरे फेड होगा आरंभ हो जाए तो सेटा पुणी इन्फेक्शन डेवलप कले पुणी बॉडी से हिसाब से तार इम्यूनिटी डेवलप करवा स्टार्ट करे बट बिकॉज इट इज अ लेस विरुलेंट एबे जो स्ट्रेन गुडा आछि जोडा म कहली NB1.8 और LF7 देयर आर वेरी लेस विरुलेंट ऑलरेडी माने सेटा सेते सिम्पटम्स करबनी बट धीरे धीरे बिकॉज इट इज अ न्यू वेरिएंट ऑलरेडी बॉडी रो इम्यूनिटी पूरा मेमोरी कमी जाइछि तो सेत पे से न्यू इन्फेक्शन हेले से हिसाब रे केसेस बढ़ुचे बट जेमती नॉर्मली फ्लू हेले शीत दिन रे जेमती बॉडी के हमको ठंडा कास हुए टिके वर्षा दिन आरंभ होला कि सीजन चेंज होला सीजनल फ्लू तो दिस विल आल्सो बी अ पार्ट ऑफ दिस माने वी ऑल आर गोइंग टू लिव विद दिस कि सीजन चेंज हेले इट्स जस्ट लाइक एनी अदर फ्लू नाउ दैट इज ऑल दैट इज ए वेरिएंट तो सेत पे मे बी केसेस नंबर बढ़ुचे बट जेहेतु तार किसी सेमती इंपैक्ट नहीं कि बहुत सीरियसनेस नहीं तो आई डोंट थिंक किसी सेमती नथिंग टू वरी मच अबाउट इट ना मत लगुनि क्या वर्ल्ड रे भी जोटा कहले WHO ऑलरेडी माने इट्स नॉट अ वेरिएंट ऑफ कंसर्न तो से माने खाली कहउछन खाली हम मॉनिटर करछु इवन सेमान कर हिसाब रे भी देयर इज नथिंग टू डू खाली हमें केस लोड देखिबा विरुलेंट जदी लागिला कि बहुत नंबर्स बहुत अधिक आए गला कि जदी लागिला कि बहुत सीरियस केसेस आछन ताले मे बी सम स्टेप्स बट एबे पे आई डोंट थिंक देयर इज नथिंग रिक्वायर्ड इट्स जस्ट लाइक एनी अदर फ्लू अगेन